ଆମ ଭିଡ଼ିଓ ଚାଲିଲା ଅନା ଅନଉନୁ ଏବେ ଅନଉନୁ କିଏ ଜାଣିବେ ଚିହ୍ନିବେ ନା ଆଉ ଆରେ ନିଜ କାମ ନା ନିଜ କାମ ଅସୁବିଧା କ'ଣ ଅଛି ଘରେ ଆମର ତ ବିଲ ବାଡ଼ି ନଥିଲା ମୁଁ ଧାନ ଫାନ କ'ଣ ମୁଁ ଜାଣିନି ବିଲକୁ ଯାଇନା ଗୋଟେ ଏଇଠି ବାହା ହେଇ ଆଇଲା ପରେ ଜାଣି ଖଟଉଛ ବିଲରେ ନା ନା ଖଟେଇବା କଥା ନୁହଁ ଏଇ ଯେଉଁ ମେଘଟା ବାହାରି ପଡ଼ିଛି ନଷ୍ଟ ହେଇଯିବ କାହିଁକି ମୁଁ କହିଲି ଚାଲ କରିଦେବା ଆଉ ହେଲା ଆମ ସାଙ୍ଗମାନେ ସବୁ କଟା ହେଇନି ଏ ବିଲଟା ଖାଲି ତଳା ବିଲଟା ଆଉ ତଳା ବିଲଟା ଥିଲା ଏତିକି ଏ ମେସିନ୍ ପଶିଯିବ ମେସିନ୍ ପୁରେଇ ଦେବ ଏତିକି ଅଳ୍ପ କାଟିଛନ୍ତି ସେଇଟା ପାଇ ହେବ ଏଇ ତଳାତଳି ଗୁଣ୍ଠେ ଖଣ୍ଡେ ତଳାତଳି ଗୁଣ୍ଠେ ଖଣ୍ଡେ ଭିଡ଼ ଭିଡ଼ ଭଲ କି ଭିଡ଼ ହଁ ଦେ ମୋ ମୁଣ୍ଡକୁ ଧର ମୁଁ ନେଇ ଆସି ଗଛ ପକେଇ ଦିଏ ବନ୍ଧା ସରିନି ସବୁ ପାଇ ବନ୍ଧା ସରିନି ମାନେ ବ୍ୟସ୍ତ ହେଲେଣି ଘରକୁ ନେବା ପାଇଁ ତ ମାଇଁ ରେ ମାଇଁ ବାନ୍ଧୁଛି ମାମୁଁ ଏଇଠି ବସି ଭିଡ଼ିଓ କରୁଛି ଜାଣିଲେ ଢୋଲ ମାଇଁ ବାନ୍ଧିବ ମାମୁଁ ବାନ୍ଧି ଆସିବନି ମାମୁଁକୁ ବାନ୍ଧି ଆସୁନି ମାଇଁ ଖାଉଛି 3 ବକ୍ତ ମାମୁଁର 2 ବକ୍ତ ମାଇଁ 3 ବକ୍ତ ଖାଉଥିଲି ବାନ୍ଧିବ ନାଇଁ ବନ୍ଧା କଥା କହୁନି ଏଇ ମେଘ ପାଇଁକା ଆଉ ମେଘଟା ବାହାରିନି କି ଆମର ବିଲରେ କେମିତି ଧାନ ହେଇଛି ଧାନ ଟପ୍ ଧାନ ହେଇଛି ସେକରେ ଦେଖିନା ବୋଧେ ପ୍ରଧାନଟା ଦେଖିନା ବୋଧେ ବାନ୍ଧି ସାର ଏଇ ବିଡ଼ାଟା ଯିବ ଦେଖିବାକୁ ହଁ ଏଇ ଆଗରେ ଚାଲ ବାନ୍ଧି ସାର ଏଇ ବିଡ଼ାଟା ଯିବ ଦେଖିଦେଇ ଆସିବ ହଉ ମୁଁ ଯାଉଛି ଗୋଟା ଗଛ ନେଇଯିବି ଗୋଟା ଗଛ ନେଇଯିବି କ'ଣ କହୁଛ ହଁ ନା କ'ଣ କହୁଛ ଏଇ ଅରୁଆ ହେଲା ଯେଉଁଗୁରା ସଜାଡ଼ିବ ହଁ ମୁଁ ଯାଉଛି ଗୋଟା ଗଛ ନେଇଯିବି ଗଛ ନେଇ ପକେଇ ଦେଇ ଆସ ଧାନ ବନ୍ଧା ସରିନି ଅଳ୍ପ ବନ୍ଧା ହେଇଛି ଇଏ ତାକୁ ବାହାରିଲେଣି ନେବା ପାଇଁ ଗଛ ଲଦା ହେଇଛି ହେଇନି ଭିଡ଼ି ଭାଡ଼ି ହେବ ଦେଖନ୍ତୁ କେମିତି ଭିଡ଼ି ଭାଡ଼ି ହେଉଛନ୍ତି ମାନେ ଗୋଛା କେତିକି ଲଦିଛ 10-20 ବିଡ଼ା 6ଟା 24 ବିଡ଼ା 24 ବିଡ଼ା ହେଲାଣି କ'ଣ କମ 24 ବିଡ଼ା ଲଦା ହେଇଛି 24 ବିଡ଼ା ହେଲାଣି ଏପଟେ ଆମ ଧାନ ମୋଟେ ମାନେ କଟାକଟି କିଛି ନାହିଁ ଖାଲି ଏତିକି ବିଲ ତଳା ବିଲ ଭିଡ଼ୁ ନା ମୁଁ କାହିଁ ଧରିବି ତମେ ଧରି ଭିଡ଼ୁ ନା ଏତେ ଜୋରେ ଦାନ୍ତ କାମୁଡ଼ିକିନା ଭିଡ଼ୁଛ କେତେ ଜୋରେ ଦାନ୍ତ କାମୁଡ଼ା ହେଇଛ ସରିଲା ଧର ମୁଣ୍ଡକୁ ଧର ମାଧ ଛାଡ଼ିଦିଅ ଦେଖନ୍ତୁ ଇଏ କେମିତି ଧାନ ବାନ୍ଧୁଛନ୍ତି ଆମକୁ ଧାନ ଜମା ବାନ୍ଧି ଆସୁନି ବସିକି ସବୁ ଧାନ ବାନ୍ଧନ୍ତି ସବୁ ବନ୍ଧା ବନ୍ଧି ସରିଗଲା ଗୁଣ୍ଠେ ଜମି ମାନେ ଖାଲି ତଳା ପଡ଼ିଥିଲା ଏପଟେ ତଳା ତଳି ଜମି ଆଉ ସେଟା ଅଳ୍ପ ଧାନ ବନ୍ଧା ହେଲା ସେପଟେ ତ ସବୁ ଆମର କଟା ହେଇନି ଧାନ ଆଉ କଟା ହେଇନି ଘୁମେରେ ଟୁକୁ ଆସିବ ତାଙ୍କର ସବୁ ଘୁମର ଅମଳ କରିବେ ତାଙ୍କର ଘୁମେରେ କରିଦେବେ ଆମର ଏକୁ ମେସିନରେ କାଟିଦେଉ ନା ଡାଇରେକ୍ଟ ମେସିନରେ ଯିବ ଆମର ଏକୁ ମେସିନରେ କାଟିଦେ ଆଉ ଏମିତି କାଟିବ ବାନ୍ଧିବ ବସି ବସି ଠିଆ ହେଇକି ବାନ୍ଧୁନାହାନ୍ତି ଯେମିତି ସେମାନେ ବାନ୍ଧୁଛନ୍ତି ଚାଷବାସ ମୋଟେ ଆସେନି ଖାଲି ଗୋଟେ ବର୍ଷକର ଆହାର ଦରକାର ତ ସେଥିପାଇଁକା ଚାଷ ନହେଲେ ଇଏ ମୋଟେ ଚାଷ କ'ଣ କିଛି ଆଙ୍କୁ ଚାଷର ଅକ୍ଷର ମାଲୁମ ନାହିଁ ହାତରେ ରହିବ ତମେ ରହିବ ଏଇଟା ତମେ ରହିଥିଲ ତମେ ରୋଇ ଶିଖିଗଲଣି ଏଇଟା ମୁଁ ରହିଥିଲି ଏଇଟା ରହିନଥିଲି ଏଇ ବିଲଟା ମାମୁଁ ରହିଥିଲେ ଏଇ ଯେ ତଳା ତଳିଟା ମୁଁ ରହିନଥିଲି ସେ ପୁଅ କେମିତି ବାନ୍ଧିବ ତମେ ବାନ୍ଧିଲ କେମିତି ମାମୁଁ ବାନ୍ଧୁଛନ୍ତି କେମିତି ଦେଖିବ
ସେ ପୁଅ କେମିତି କଣ ବାଞ୍ଚନ୍ତି ଦେଖିବାର ଦେଖନ୍ତୁ ଅଛି ଆଉ ଏଥିରେ ଦେଖିବାରେ କଣ ଅଛି ଏ ସଇଲା ଠିଆ ହେଇକିନା ଧାନ କେମିତି ଧରି କେମିତି ବୁଲଉଛନ୍ତି ହାତର ଶେଷ ଆଉ ୟାଙ୍କୁ ଦେଖନ୍ତୁ କହିଲାରୁ ଏମିତି ବାନ୍ଧିଲେ ଭିଡ଼ି ଆସିବନି କାଇଁ ଏତେ ବୁଲେଇଲ ଏପଟୁ ଟିକେ ଦେଖେଇଲ ଟିକେ ବୁଲେଇଲ ବନ୍ଧା ଇଏ ଧାନ ତାର ଅଛି କେତିକି ଖେପେ ଗୋଟେ ବୁଦା ମୁଁ ବାନ୍ଧୁଥିଲି ବାନ୍ଧିବାନି ମଣ୍ଟା କଣ ହେଇଗଲା ବିନ୍ଧିଲା ଦିନ ବଇଛି ତମେ ଆଣି ଲଦୁ ନା ମୁଁ ନଦୀ ଦଉଛି ଏକାଥରେ ପଳେଇବା ମୋ ହାତ ଗୋଡ଼ କଣ ହେଇଗଲାଣି ମୋ ହାତ ସବୁ ଯାକ ଖାଇ କଣ ଆଣ ତମେ ବାନ୍ଧ ଆଣିକିନା ମୋ ବାପ ଘରେ ଆଜ୍ଞା ଜମି ଫମି ଆମର କିଛି ନଥିଲା ଆମେ ମାନେ ମୋ ଶାଶୁଘର ଆସିଲା କେବେ ଏବେ ଭାଇମାନେ ରୋଜଗାର କରି ଜମିବାଡ଼ି ସବୁ କିଣିଛନ୍ତି ଆଉ ସିଏ ଏବେ ଚାଷ ଶିଖୁଛନ୍ତି ସବୁ ନୂଆ ନୂଆ ମୋ ଭାଇମାନେ କିନ୍ତୁ ଆମର ନଥିଲା ମୋ ଶାଶୁଘର ଜମି ଅଛି ଆଉ ଭାଗ ଆଣିକିନା ଅଳ୍ପ ଜମି ଅଛି ଭାଗ ଆଣିକିନା ଇଏ କରୁଛନ୍ତି ଆଉ ଭାଗ ଜମି ଯେହେତୁ ତ ଆସିବାକୁ ପଡ଼ିବ ତାଙ୍କୁ କିଛି ବନ୍ଧାବନ୍ଧି ଭଲସେ ଜଣା ନାହିଁ କାହିଁକିନା ସେ ନିଜେ ଛୋଟବେଳୁ କିଛି ଚାଷ ଶିଖିନାହାନ୍ତି ଆଉ ପାଠ ପଢ଼ୁଥିଲେ ଚାଷବାସ କିଛି ଶିଖିନାହାନ୍ତି ଭାଇମାନେ ସବୁ ଶିଖିଛନ୍ତି କିନ୍ତୁ ଇଏ କିଛି ଶିଖିନାହାନ୍ତି ତ ମଜୁରୀ ପକେଇକିନା ସବୁ ଚାଷ କରନ୍ତି ଆଉ ଏ ବର୍ଷ କ'ଣ ଏଇ ଗୁଣ୍ଠେ ଜମି ସେ ନିଜେ କହୁଛନ୍ତି ରୋଇଛନ୍ତି ବୋଲିକିନା ମୁଁ ତ ବିଶ୍ୱାସ ମୁଁ କରିପାରୁନି ଯେ ଇଏ ନିଜେ ରୋଇଛନ୍ତି ବୋଲି ତମେ ସତରେ ନିଜେ ରୋଇଛ ଏ ତଳି ଜମିଟା ଖାଲି ରୋଇଛନ୍ତି ସେ ରୁଆ ଶିଖୁଛନ୍ତି କାହିଁକିନା ମୋତେ ତାଙ୍କୁ କିଛି ଆସେ ନା ଶିଖିଗଲେ ଆଉ ନିଜ ଉପାଡ଼ି ନିଜେ ରୋଇଦେବ ଓପାଡ଼ି ପାରିବନି ତମେ ତଳି ଆଉ ତଳି ଓପଡ଼ା ବି ଟିକେ ଟିକେ ଶିଖୁଛନ୍ତି ଆଉ ଚାଷବାସ ଯାହା ନ କଲେ ବି କେମିତି କେତେ ମଜୁରୀ ପକେଇକିନା କରିବା ଆମର ତ ସେତେ ପଇସା ପତ୍ର ନାହିଁ ଯେ ଏତେ ମଜୁରୀ ପକେଇକିନା ସବୁ କିଛି କରିବା ନାହିଁ ପୁଣି କାଲି ତ ଗୋଟେ ବିଲ ସେ କେତେ ଗୁଣ୍ଠ ବିଲ ସେପଟ ବିଲଟା 6 ଗୁଣ୍ଠ ସେ 6 ଗୁଣ୍ଠ ବିଲ ଗୁଡ଼ା ଖାଲି ଏକାଥରେ ମାନେ ମେସିନ୍ ପଶିଲା ଅମଳ ଆଉ ଧାନ କଟା ସହିତ ଅମଳ କରି ଏକାଥରେ ନେଇ ଆସିଲେ କାହିଁକିନା ଦୂର ବାଟ ଟିକେ ଯାଇକିନା କଟାକଟି କରି ବୁଆବୁଇ କଲାବେଳକୁ ଆର ବର୍ଷ ବହୁତ ତକଲିଫ ହେଇଥିଲି ଟଲି କରି ବୁଆବୁଇ କରି ମାଆ ପୁଅ ବାପ 3 ଜଣ ଯାକ ଆଣିଥିଲୁ ଏ ବର୍ଷ ଆଉ ମାନେ ମୋ ଦେହ ଭଲ ରହୁନି ଭଲ ନାହିଁ ବୋଲିକିନା ସେଥିପାଇଁ ତ ମନା କଲି ଯେ ମୁଁ ସବୁ କରିପାରିବିନି ତୁମ ସାଙ୍ଗରେ ତୁମେ ତମର କାଟି ଆଣ ମେସିନ୍ରେ ଏପଟ ବିଲ ବି କହୁଛି ମେସିନ୍ ପରେ କାଟିଦିଅ ଖାଲି କହୁଛନ୍ତି ନାଇଁ ପଡ଼ିଗଲା ପଡ଼ିଗଲା ଧାନ ନଦୁ କୋଉଠୁ ବାପା କୋଉଠି ପଡ଼ିଗଲା ସେ କରିଦିଅ ଟାଣ ଦିହାତେ ରହିଥା ଆଉ ଟିକେ ତୋରି ପଟ ଆମେ ଯେଉଁ ସଇଲା ଆଉ କ'ଣ ଏଥର ଯିବା ଆଉ ଠେକା ବାନ୍ଧ ଠେକା ବି ଠିକ୍ ସେ ଆସିନଥିବ ତ କିଏ ଖାଇବା ଆସରେ ଅରୁଆ ଡାଲଣା ଖାଲି ବିଲରେ ଆସିକିନା ଖାଲି ଆକୁ ତାକୁ କୁଆଟେ ମାରୁଛନ୍ତି ଡାକୁଛନ୍ତି ଖାଲି କିଛି କାମ ନାହିଁ ଆକୁ ଡାକୁଛନ୍ତି ତାକୁ ଡାକୁଛନ୍ତି ଅରୁଆ ଡାଲଣା ଅରୁଆ ଆଉ ଗୋଟା କ'ଣ ଶୁକୁଆ ରାଇ ବଣ୍ଟି ସାଙ୍ଗରେ ଗୋଟେ ଲୋକ ହେଇଥିବ କିଏ ଆଉ ରୁହ ଟିକେ ବସେ ମୁଁ ସେଠି କ'ଣ ନିଶ୍ୱାସ ନେଇପାରୁନି ବା ଖାଲି ମୁଣ୍ଡୁ ଦେଇତେ ପଳେଇବା ଗୋଟେ ଅଣନିଶ୍ୱାସ ହେଇଯାଉଛି ତମେ ସିନା କହିଲ ମୋତେ ଡାକିକି ଆଣିଲ ମୁଁ ବାନ୍ଧିଲି ମୋତେ ଅଣନିଶ୍ୱାସ ଦରକାର ନାହିଁ କାଙ୍ଗାଳି ବାନ୍ଧିବ ମେସିନ୍ ପୁରେଇ ଦେଉନା କାଙ୍ଗାଳି ବାନ୍ଧିବ ପିସା ଆସିବ ଏକାଦିନେ ସରିବ କେଉଁ ପିସା ସେ ପିସାକୁ କହିଛି ଗୁରୁବାର ଦିନକୁ ଏକାଥରେ ଇଏ ଗୋଟା ବିଲ ଘୁରେଇ ଦେବ ସେ ଗୋଟା ବିଲ ଘୁରେଇ ଦେବ କାମ କଟା କାଲିଠାରୁ ଆରମ୍ଭ ହେଇଯିବ ଧମାଧମ କଟା ଆରମ୍ଭ ହେଇଯିବ କାଲିଠାରୁ ଏକୁଟିଆ କାଟିବେ ନା ଆଉ କେଉଁ ମଜୁରିଆ କରିଛ ଏଇଟାକୁ ଏମିତି ଲଗେଇଦେବି ଆଉ ଲୋକ କରିଛ ନାଇଁ ମୁଁ ଏକାଟିଆ ଏକୁଟିଆ କାଟିବ ଏକାଟିଆ କାଟି କାଟିଆ ପଳେଇବି ଏଇଟାକୁ ଏମିତି ଲଗେଇଦେବି ଏଇଟାକୁ ଏମିତି ଲଗେଇଦେବି ଆଗ ଅଧା କରିଦେବି ତାପରେ ମଝିରୁ ଗୋଟେ ଚିରିଦେବି 3 ଚିରା କରିଦେଲେ ସଇଲା ତମେ ଆକୁ ହିଡ଼ ଲଦିକିନା କରିଛନ୍ତି ଭାଗ ଭାଗ ନା କ'ଣ ପାଣି ରହିଲାନି ବୋଲି ହିଡ଼ ନଥିଲି ହିଡ଼ ନଦୀଥିଲା ସେ ଆମକୁ କହୁଛି ତ ଖଣ୍ଡେ ବିଲ ଲେବୁଲ କରିବା କଥା ଏ ତ ଖଣ୍ଡିଏ ବିଲ ନୁହଁ ପୁରା ରଙ୍ଗେ ପାଣି ଏଠି ମୋଟେ ପାଣି ଧର ଯିବା ହଉ ଠିକ୍ ଅଛି ଆମେ ଏବେ ଗୋଛା ନଦୀ ଘରକୁ ଯିବୁ ଏବେ ଚାଲନ୍ତୁ ଆମକୁ ଟିକେ ଗୋଛା ଧରିଦେବା ମାନଙ୍କୁ ଟିକେ ନମସ୍କାର କରି ଜୟ ଜଗନ୍ନାଥ ଆପଣମାନେ ସମସ୍ତେ ଭଲରେ ଥାଆନ୍ତୁ ଆମେ ଦୁଃଖୀ ଲୋକ ଧାନ ବୋଉ ଆମେ ଦୁଃଖୀ ଲୋକ ଆମେ ଧାନ ବୋଉଛୁ ନା କ'ଣ ଠାକୁର ଭଲ ଫଳ ଦେଇଛନ୍ତି ଏ ବର୍ଷ ଧାନ ଭଲ ହେଇଛି ଜଗନ୍ନାଥଙ୍କର ଇଚ୍ଛା ଥିଲା ଫଳ ଭଲ ହେଇଛି ଲକ୍ଷ୍ମୀ ଏ ବର୍ଷ ଭଲ ହେଇଛି କହୁଥିଲେ ହବନି
ଭଲ ହେଇଛି ପ୍ରଭୁଙ୍କର ଜୟ। लो बाप लो कि खुशी जगन्नाथ इच्छा थिला लक्ष्मी भल होइछन्ती हो ना कोन ହଁ ବଢ଼ିଆ ଲକ୍ଷ୍ମୀ ହେଇଛନ୍ତି। ଲକ୍ଷ୍ମୀ କି ନିନ୍ଦିବା କଥା ପ୍ରଭୁ। ଜୟ ଜଗନ୍ନାଥ। ଆପଣମାନେ ସମସ୍ତେ ଖୁସିରେ ଥାଆନ୍ତୁ। आमे खुशी रे अछि ना कोन ବର୍ଷା ପାଇଁ ଆମେ ଟିକେ ତରତର ହେଉଛୁ ଆଜ୍ଞା। ଆମେ ରହୁଛୁ ଆଜ୍ଞା ହେଲା। ବର୍ଷା ପାଇଁ ଭାରି ବ୍ୟସ୍ତ ରହୁଛୁ। ଆସନ୍ତୁ ଯିବା। ଯିବା ହଁ ବାଏ ठीक ବାଏ, अछि ଟାଟା। ମୁଁ ଆगे ଆगे ବାଟ ଦେଖେ ଦେଖେ କାରଣ ଗଛଟା ଟିକେ ଅଧିକା ହେଇଯାଇଛି ତାଙ୍କ ବାଟ ଦେଖାଯାଉନି। ଏଇପଟରେ ଆସ ଏଇପଟରେ ଦେଖାଯାଉଛି ବାଟ ଆସ। ମୁଁ ଦେଖାଯାଉଛି ତ ନାଇଁ ମୁଁ ଦେଖାଯାଉନି ପାଖରେ ଚାଲ, ପାଖରେ ହଁ, ଚାଲ, ହେଲା ଦିଶିଲା ହଁ। ଆସ। ଏଇଟା ଆମ ଖଳା। ଆମ ଖଳାରେ ଆସି ଧାନ ଗଦା ହେଇଗଲା। କେତିକି ଧାନ ଦେଖ ସେ ଆଣିଛନ୍ତି ସେଥିରେ ନିନି ନିନି ଚିଲଉଛନ୍ତି। କେଇ ଗୋଛା ହେଲା 4 ଗୋଛା ଖଣ୍ଡେ 5 ଗୋଛା 5 ଗୋଛା ହେଲା। ମୁଁ ଗଣିନି କିନ୍ତୁ ଆଣିଲା ବେଳେ। ନିନି ତୁ ତ ଆଉଥିବୁ ଅବଧୂତ ହେଇକି ନା। ଏତିକି ମାତ୍ର ଧାନ ଗୁଣ୍ଠେ ଜମି ତ ଯେତିକି ଧାନ ହବା କଥା। ଚପଲ ଆଣେ ନିନି କି କାଖେଇବା ଟିକେ। ନିନି କି କାଖେଇବ ନିନି କି ଟିକେ କାଖେଇ ଦବା। କାଖେଇ ଦେ ନିନି କି ଟିକେ କାଖେଇ ଦେ। ନିନି ଟିକେ ହାଇ କହିଦିଅ। ହାଇ କହିଦିଅ। ନମସ୍କାର କରିଦିଅ। ନମସ୍କାର କରିଦିଅ। ନମସ୍କାର କରିଦିଅ। ନମସ୍କାର ଜୟ ଜଗନ୍ନାଥ। ମୋ ନିନି ସୁନ୍ଦରୀ ଗବା ବା। ଗଭା ମୋ ନିନି ସୁନ୍ଦରୀ ଗବା। କହିଥା ହାତ ଛାଡ଼ିବୁନୁ ପଡ଼ିଯିବୁ। ତ ସାଙ୍ଗମାନେ ଆଜିର ଆମ ବ୍ଲଗ୍ଟା କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ କରି ଜଣାଇବେ। କାହିଁକିନା ବ୍ଲଗ୍ ଡେଲି ଡେଲି କରି ହେଉନି, ସମୟ ଅଭାବ। ଆଉ ସବୁବେଳେ ତ ସେ ଗୋଟିଏ କଥା ଏକୁଟିଆ ଲୋକ। ହଁ ଏକୁଟିଆ ଲୋକକୁ କାମ ଘରେ ରହିଛି। ଆଡ଼େ ଦେହ ଟିକେ ଭଲ ରହୁନି। ହେଇ ସେ ଟିକେ ଧାନ ବାନ୍ଧି ବୁନ୍ଧି ଆସିଲି ନା ନାହିଁ ମୋ ଛାତି ପୁରା କ'ଣ ହେଇଯାଉଛି ନିଶ୍ୱାସ ନେଇ ହେଉନି। ପୁରା ଅନିଶ୍ୱାସ ଲାଗୁଛି। ବସ ଟିକେ ମାଇଲେ ନା ନାହିଁ ବସ ଟିକେ ସେ କ'ଣ ହେଇଯାଉଛି ନିଶ୍ୱାସ ଭଲ ଦେଉନି। ଟିକେ ପାଣି ଫାଣି ପିଏ। ଏଠି ପାଣି ହେଇ ଏଠି ବୋଟଲ ଥୋଇଛି। ନିନି ଟାଟା। ବାପା ଲୋ କି କଷ୍ଟ। ଆଉ କେମିତି ଲାଗିଲା ଆଜିର ଆମର ବ୍ଲଗ୍ଟା ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଟିକେ ସପୋର୍ଟ କରନ୍ତୁ। ଡେଲି ଡେଲି ବ୍ଲଗ୍ କରିବା ପାଇଁ ଚେଷ୍ଟା ତ ବହୁତ କରୁଛି ହେଲେ ହେଇପାରୁନି। ଆଉ ସେଥିପାଇଁକା ମନ ଦୁଃଖ ଅଛି। ଆଉ ଆମେ ତ ଦୁଃଖୀ ଲୋକ। ସମୟ ଅଭାବ ଆମ ପାଖରେ। କାହିଁକିନା ମୋର ସିଲେଇ କାମ କଲେ ମୁଁ ଟିକେ ମୋ ହାତରେ 2 ପଇସା ହେବ। ମୋର ନିଜ ଖର୍ଚ୍ଚ ଚଳିବ। ଆଉ ତାଙ୍କ ଉପରେ ନିର୍ଭର କରି କେତେ ସମୟ କେତେ କ'ଣ ଆଶା କରି ଚଳିବ। ତାଙ୍କ ଉପରେ ନିର୍ଭର କଲେ କିଛି ବି ହେଇପାରିବନି। କାହିଁକିନା ତାଙ୍କର ଅଳ୍ପ ଆୟ। ଆଉ ଆମର ତ ବେଶୀ ରୋଜଗାର ନାହିଁ। ସେଥିପାଇଁକା କିଛି ମାନେ କରି ହେଉନି। ଛାଡ଼ନ୍ତୁ ମୋ ଦେହ କ'ଣ ହେଇଯାଉଛି ମୁଁ କିଛି କଥା କହିପାରୁନି। ଆଉ ଏବେ ଆଜି ପାଇଁ ଭ୍ଲଗ୍ଟି ଏଇଠି ଶେଷ କରୁଛି। ରଖୁଛି। ଜୟ ଜଗନ୍ନାଥ। ମୋ ଭ୍ଲଗ୍କୁ ନୂଆ କରି ଦେଖିଥିବା ଭାଇ ଭଉଣୀମାନେ ଗୋଟେ ସବସ୍କ୍ରାଇବ୍ ନିଶ୍ଚିନ୍ତ କରନ୍ତୁ। ଆଉ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ ମଧ୍ୟ କରନ୍ତୁ। ରଖୁଛୁ। ଜୟ ଜଗନ୍ନାଥ।